ଆନ୍ତର୍ଜାତିକ ମହିଳା ଦିବସରେ ମୁଁ ସବୁ ମାଆ ମାନଙ୍କୁ ଆଉ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଜି ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଯେଉଁ ମହିଳାମାନେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି, ତୃତୀୟ କିସ୍ତି, ଚତୁର୍ଥ କିସ୍ତି ଆଉ ପଞ୍ଚମ କିସ୍ତି ଟଙ୍କା ପାଇଛନ୍ତି, ଆଜି ସବୁ ମହିଳାମାନଙ୍କୁ ଏକାବେଳେ 5,000 ଟଙ୍କା ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ। ଆଉ ଯେଉଁମାନେ ଏବେ ପର୍ଯ୍ୟନ୍ତ ଆପ୍ଲାଏ କରିକି ବି ସୁଭଦ୍ରା ଟଙ୍କା ପାଇନାହାନ୍ତି, ତ ସେମାନଙ୍କୁ ବି ଏକାବେଳେ 10,000 ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆଜି ଆସିବ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦୀପୁ ଆପଣଙ୍କୁ ଆଉ ଥରେ ଆମ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଆମ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟ୍ କରିଛନ୍ତି, ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତ ମା ଓ ଭଉଣୀମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ବ୍ରହ୍ମପୁରଠାରେ ମାଆମାନଙ୍କ ପାଇଁ ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛି। ସୁଭଦ୍ରା କେବଳ ଏକ ଯୋଜନା ନୁହେଁ, ମହିଳାମାନଙ୍କ କଲ୍ୟାଣ ଦିଗରେ ଏହା ଆମର ଏକ ସଂକଳ୍ପ। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା। ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ହେଉଥିବାରୁ ମୁଁ ବହୁତ ଖୁସି। ଆଜି ବ୍ରହ୍ମପୁରଠାରେ ଆରମ୍ଭ ହେଉଛି ସୁଭଦ୍ରାର ଶୁଭାରମ୍ଭ ଦ୍ୱିତୀୟ କିସ୍ତି ଟଙ୍କା। ଯେଉଁ ମହିଳାମାନେ ସୁଭଦ୍ରାର ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତିଠାରୁ ପଞ୍ଚମ କିସ୍ତି ଟଙ୍କା ପାଇଛନ୍ତି, ଆଜି ସେହି ମହିଳାମାନଙ୍କର ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଆଜି କୋଟିଏରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ଟଙ୍କା ମିଳିବ। ଆଉ ଯେଉଁ ମହିଳାମାନେ ଆପ୍ଲାଏ କରିଛନ୍ତି ହେଲେ ତାଙ୍କର ଟଙ୍କା ପାଇନାହାନ୍ତି, ସେମାନଙ୍କର ବି ଯଦି ଡିବିଟି ଯଦି ଠିକ୍ ଥିବ, ଆଜି ସେମାନଙ୍କୁ ଏକାବେଳେ 10,000 ଟଙ୍କା ମିଳିବ। ଯଦି ଆପଣମାନେ ସ୍ଥିତି ଚେକ୍ କରିନାହାନ୍ତି ତ ଏବେ ହିଁ ଚେକ୍ କରନ୍ତୁ। ଏହି ଭିଡ଼ିଓ ଡିସ୍କ୍ରିପସନ୍ ବକ୍ସରେ ଡିବିଟି କେମିତି ଚେକ୍ କରନ୍ତି ସେ ଭିଡ଼ିଓର ଲିଙ୍କ୍ ମୁଁ ଦେଇଦେବି। ଆପଣମାନେ ସେ ଭିଡ଼ିଓକୁ ଯାଇକି ଦେଖି ଆପଣଙ୍କ ସ୍ଥିତିଟାକୁ ଚେକ୍ କରନ୍ତୁ। ସ୍ଥିତି ଚେକ୍ କରନ୍ତୁ, ଯଦି ଆପଣଙ୍କର ଡିବିଟି ଠିକ୍ ଥିବ ଆଉ ଯଦି ସିକ୍ୟୁରିଟି ସ୍ଥିତିରେ ଆପ୍ରୁଭ୍ ଥିବ, ତ ଆପଣମାନଙ୍କୁ ଆଜି 10,000 ଟଙ୍କା ଏକାବେଳେ ମିଳିବ। ତ ଆପଣମାନେ ଯାଇ ଫାଷ୍ଟ ଚେକ୍ କରିଦିଅନ୍ତୁ। ବାକି ରହିଲେ ଯେଉଁ ମହିଳାମାନେ ଆପ୍ଲାଏ କରିନାହାନ୍ତି, ତ ତାଙ୍କୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମୟ ଅଛି। ତ ସେମାନେ ମାର୍ଚ୍ଚ 31 ତାରିଖ ଭିତରେ ସେମାନେ ଆପ୍ଲାଏ କରିପାରିବେ। ତାଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ 3ଟି କିସ୍ତି ପ୍ରଦାନ କରାଯିବ। ଆଉ ଯେଉଁମାନେ ଆପ୍ଲାଏ କରିପାରୁନାହାନ୍ତି, ତ ସେମାନେ ଚିନ୍ତା କରନ୍ତୁ ନାହିଁ। ସୁଭଦ୍ରା ଘରେ ଘରେ ଆସି ସେମାନେ ଘରକୁ ଆସି ତମମାନଙ୍କର ସୁଭଦ୍ରା କରିଦେବେ ଆଉ ତମେମାନେ ତମର ସୁଭଦ୍ରାର 3ଟି କିସ୍ତି ଟଙ୍କା ଏକାବେଳେ ପାଇବ। ସୁଭଦ୍ରା ଟଙ୍କା କେତେବେଳେ ଆକାଉଣ୍ଟକୁ ଆସିବ? ସୁଭଦ୍ରା ଟଙ୍କା କେଉଁ ବ୍ୟାଙ୍କକୁ ପ୍ରଥମେ ଯିବ? ଆଲଫାବେଟିକ୍ ହିସାବରେ ପ୍ରଥମେ ଏ'ଠୁ ଆରମ୍ଭ। ଏ'ର ଯେତିକି ବ୍ୟାଙ୍କ ନାମ ରହୁଛି, ସପୋଜ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, ତ ଏ'ଠୁ ଆରମ୍ଭ ହେବ। ତ ଆପଣଙ୍କର ଯେକୌଣସି ବ୍ୟାଙ୍କ, ତ ଫାଷ୍ଟ ଯେଉଁ ଲେଟର୍ ଥିବ ଏ'ଠୁ ଆରମ୍ଭ ହେଇ ହେଇ ଆପଣଙ୍କ ପାଖରେ ସନ୍ଧ୍ୟା ସୁଦ୍ଧା ନଚେତ୍ ରାତି ସୁଦ୍ଧା ଆପଣଙ୍କ ଆକାଉଣ୍ଟରେ ପଇସା ଜମା ହେବ। ତ ଆପଣମାନେ ଚିନ୍ତା କରନ୍ତୁ ନାହିଁ। କେହି ବି ଚିନ୍ତା କରନ୍ତୁ ନାହିଁ। ଆଜି ସକାଳ 8ଟାରୁ
ନହେଲେ 10ଟାରୁ ଶୁଭଟା ଟଙ୍କା ପଠାଯିବ। ତ ଆପଣମାନେ ଚିନ୍ତା କେହି ବି କରନ୍ତୁ ନାହିଁ, ଆପଣଙ୍କ ଆକାଉଣ୍ଟରେ ଶୁଭଟା ଟଙ୍କା ଯିବ। ଆଶା କରୁଛି ଆପଣମାନେ ସବୁ ବୁଝି ଯାଇଥିବେ। ଯଦି ବି କିଛି ଆପଣମାନଙ୍କର ଡାଉଟ୍ ଥାଏ ତ ଆପଣମାନେ କମେଣ୍ଟ କରି ମୋତେ ଜଣାନ୍ତୁ, ମୁଁ ଆପଣଙ୍କୁ ରିପ୍ଲାଏ ଦେଇଦେବି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତ ଏହି ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ। ଆଉ ପ୍ଲିଜ୍ ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।